ସାଧାରଣ ଲୋକଙ୍କର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ମାଧ୍ୟମରେ ଅନେକଗୁଡ଼ିଏ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ୟତମ। କିନ୍ତୁ ସାଧାରଣ ଲୋକ ବିଶେଷ କରି ଉପଭୋକ୍ତାମାନଙ୍କର ସହଭାଗିତା ଅଭାବରୁ ଅନେକ ସମୟରେ ଏହି ବ୍ୟବସ୍ଥାର ତୃଣମୂଳ ସ୍ତରରେ ବିଭିନ୍ନ ଉପାୟରେ ଓଜନରେ ଠକେଇ, ନିମ୍ନମାନର ସାମଗ୍ରୀ ଯୋଗାଣ, ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟ ନେବା ଏବଂ ସର୍ବୋପରି ନିର୍ଦ୍ଧାରିତ ସମୟ ଅନୁଯାୟୀ ସାମଗ୍ରୀ ବଣ୍ଟନ ନ କରାଯିବା ଇତ୍ୟାଦି ପରିଲକ୍ଷିତ ହୋଇଛି। ଏମିତିଆ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏଇ ଯେଉଁ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆମେ ଯେଉଁଟା କମ୍ପ୍ୟୁଟରାଇଜେସନକୁ ନେଇକି ଯାଉଛେ ଆଗକୁ ପିଡିଏସ୍ ସିଷ୍ଟମର ସୁସ୍ଥ ଆଣିବା ପାଇଁ ପୋଷ୍ଟ ପର୍ଯ୍ୟନ୍ତ ମଧ୍ୟ କଥାକୁ ଆମେ ନେଲାଣି। ସେତିକି ବେଳେ ମୁଁ ନିଜେ ସ୍ୱୀକାର କରିବାକୁ ଚାହେଁ ଏପର୍ଯ୍ୟନ୍ତ ଏଇ ଯେଉଁ ବଣ୍ଟନ ପ୍ରକ୍ରିୟାରେ ଜଣେ ଅଧିକାର ସମ୍ପର୍କରେ ମୋର ଦିସ୍ ଇଜ୍ ମାଇ ରାଇଟ୍ ଏ ଅଧିକାର ସମ୍ପର୍କରେ ଆମେ ଏପର୍ଯ୍ୟନ୍ତ ସଚେତନ କରିପାରିନା। ଆମର ବଡ଼ମା ବୋଲିକରି ମରିଗଲା ହେଲେ ଚାଉଳ ପତ୍ର ଅଣ୍ଟବ ନାହିଁ ବୋଇଲାରୁ ହଁ ମୁଁ 35 କେଜି ଚାଉଳ ଆଣିଛି, ତୁଇ ନେ ରେ ବାପା ଦଶା ସାରିଲେ ମୋତେ ଚାଉଳ ଆଣିଲେ ଦେ ବୋଇଲି, ତୁଇ ତୁଳି କରି ମୋତେ ଦେ, ବିଶ୍ୱାସ ନଥିବ ବୋଲିକରି କହିଲା। ହେଲେ ତମେ କେଜିରେ ତୁଳ ବୋଇଲାରୁ ସେମାନେ ତୁଳିଲେ ଯେ 3 କେଜି ଚାଉଳ ଉଣା ହେଲା। ବିଶେଷ କରି ଏଇଠି ଓଜନରେ କମ୍ ଓଜନର ଚାଉଳ ପାଉଥିଲେ ଲୋକମାନେ ଏବଂ ବିଶେଷ କରି ଯେଉଁ ଭଲ ମାନର ସାମଗ୍ରୀ ପାଇପାରୁନଥିଲେ, ଠିକଣା ସମୟରେ ପାଇପାରୁନଥିଲେ ଏବଂ ଯେଉଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଅଛି ତାର ବି କୌଣସି ସମୟ ନଥିଲା ଯେ କେତେ ଟାଇମ୍ରୁ କେତେ ଟାଇମ୍ ପର୍ଯ୍ୟନ୍ତ ଖୋଲା ରହିବ, କେଉଁ ତାରିଖରେ ଖୋଲା ରହିବ। ଜନସହଭାଗୀ ତଦାରଖ ପ୍ରକ୍ରିୟା ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ CYSD ବିଗତ 3 ବର୍ଷ ଧରି କୋରାପୁଟ ଓ କନ୍ଧମାଳ ଜିଲ୍ଲାର 85ଟି ଗ୍ରାମରେ ଏକ ପାଇଲଟ ପ୍ରକଳ୍ପ ହାତକୁ ନେଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜନସଚେତନତା ସୃଷ୍ଟି ଓ ସହଭାଗିତା ଭିତ୍ତିରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ତଦାରଖ ପାଇଁ ଗ୍ରାମ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଖାଦ୍ୟ ସୁରକ୍ଷା କମିଟିମାନ ଗଠନ କରାଯାଇଥିଲା। ଆମର ଉପଭୋକ୍ତାମାନେ ଠିକ୍ ଟାଇମ୍ରେ ତାଙ୍କର ନ୍ୟାଯ୍ୟ ଅଧିକାର ଅନୁସାରେ ସେମାନେ ଖାଦ୍ୟ ପାଇପାରିଲେ ନାହିଁ। ଆମର ଅଞ୍ଚଳର ଲୋକମାନଙ୍କୁ ନେଇକରି ଉପଭୋକ୍ତାମାନଙ୍କୁ ନେଇକରି ଆମେ ଗୋଟେ କମିଟି ଗଠନ କଲୁ, ଯେଉଁଟାକି ଗ୍ରାମ୍ୟ ସ୍ତରରେ ବି ଆରମ୍ଭ ହେଲା, ପଞ୍ଚାୟତ ସ୍ତରରେ ଆରମ୍ଭ ହେଲା, ବ୍ଲକ ସ୍ତରରେ ଆରମ୍ଭ ହେଲା। ସେମାନେ ଦେଖନ୍ତୁ ଏଠି ଲେଖା ହେଇଛି, କ'ଣ ଲେଖା ହେଇଛି ପଢ଼ିପାରୁଛନ୍ତି? କିଏ ଯଦି ପଢ଼ିପାରିବେ ପଢ଼ନ୍ତୁ ତ। ଏଇ ମାସରେ ମୁଁ ଖାଦ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ କ'ଣ ପାଇପାରିଲି। ହଁ ଠିକ୍ ବୁଝିଲୁ ଆମେ ଯେ ଯେଉଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ଆମକୁ ଯେଉଁ ସାମଗ୍ରୀ ଦେଉଛନ୍ତି ଚାଉଳ, କିରୋସିନି, ତାକୁ ଆମେ ନିଜେ ପରିବାରରେ ବ୍ୟକ୍ତିଗତ ଭାବେ କେମିତି ଆମେ ତଦାରଖ କରିବା। ଦେଖନ୍ତୁ ତାମ୍ବେରେ ଚାଉଳ ମାପିବା, ଆମେ 25 କେଜି ଚାଉଳ ମାପିବା, ଏଇଟା ହେଉଛି 1.5 କେଜି ତାମ୍ବି। ଧର ଗୋଟିଏ ତାମ୍ବି ମାପିଲୁ, ଏଇଠି ଗୋଟେ ତାମ୍ବିରେ ଚିହ୍ନ ଦେଲୁ ନାଇଁ କି, ଆଉ ଗୋଟେ ତାମ୍ବି ମାପିଲୁ, ଏମିତି ଚିହ୍ନ ଦେଲୁ। ଆଉ ତାପରେ ଦେଖନ୍ତୁ ଚାଉଳ କୋଉ ପ୍ରକାର ଚାଉଳ ଆମେ ପାଇଲୁ, ଏଥିରୁ 3 ପ୍ରକାର ଚାଉଳ ଅଛି। ଏଇଟା କି ଚାଉଳ ଦେଖାଯାଉଛି? ଭଲ ଚାଉଳ ଦେଖାଯାଉଛି। ଏଇଟା 2 ନମ୍ବର ମାନେ ମଧ୍ୟମ ଚାଉଳ, ଏଇଟା ଖରାପ, ଅତି ଖରାପ ଚାଉଳ। ଯୋଉ ମାସରେ ଯୋଉ ପ୍ରକାର ଚାଉଳ ପାଇବା ତାକୁ ଆମେ କ'ଣ କରିବା, ଏଇଠି ଚିହ୍ନ ଦେବା ସଙ୍ଗେ ଯୋଉ ପ୍ରକାର ଚାଉଳ ପାଇଥିବା ଚିହ୍ନ ଦେବା ସଙ୍ଗେ ଆମେ କ'ଣ କରିବା, କିଛି ମୁଠାଏ ଚାଉଳ ଆମେ ପଲିଥିନ୍ ଜରିରେ ବାନ୍ଧିକିରି ଆମେ ରଖିବା। ତେଣୁ କିରୋସିନି ଜାର ମାନଙ୍କରେ ଏମିତି ସବୁ ଏଇଠି ଯେମିତି ଚିହ୍ନ ଦିଆ ହେଇଛି ଏମିତି ସବୁ ଚିହ୍ନ ଦେବା। ଆମେ ଆଗରୁ ଏମିତି ଚାଉଳ ମିଳୁଥିଲା ଆମକୁ, ହେଲେ ଆମେ ଆଣିକି ଏଇଟା ମାପଜୋପ କିଛି କରୁନଥିଲୁ, ଆଣିକି ଖାଇ ଦେଉଥିଲୁ ଖାଲି। ଆମେ ଚାଉଳ ପାଇଲେ କରି ଆଣିକରି ନାପଜୋପ କରୁଛୁ, ତାପରେ ଯଦି କଟି ଯାଉଛି ଆସିକରି ଏଠି ମିଟିଂରେ କହୁଛୁ, ଆଉ ଯାଇକରି ଲେଖିକରି ସିଆଡ଼େ ଜଣାଉଛୁ। ଏହିସବୁ କମିଟିଗୁଡ଼ିକ ଦ୍ୱାରା ପରିବାର ତଥା ନିଜ ନିଜ ସ୍ତରରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଜନ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରାଯାଇଥିଲା, ଯଥା ଜନ ତଦାରଖ ପ୍ରକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନେବା, ପଥପ୍ରାନ୍ତ ପାଲା, ପୋଷ୍ଟର, ପୁସ୍ତିକା, ସାମାଜିକ ମାନଚିତ୍ର, କାନ୍ଥ ବାଡ଼ରେ ବାର୍ତ୍ତା ଦେଇ ଜନ ତଦାରଖ ଉପରେ ଲୋକମତ ସୃଷ୍ଟି କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ସ୍ତରର ତଦାରଖକୁ ପ୍ରଭାବିତ କରିବା ପାଇଁ ଚିତ୍ରଭିତ୍ତିକ ଓ ପାରମ୍ପରିକ ମାପ ଓ ଓଜନ ଯନ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଇତ୍ୟାଦି।
ଏହିସବୁ ଅଞ୍ଚଳରେ ଜନସାଧାରଣ ଆଜି ଅନେକାଂଶରେ ସଚେତନ। ସେମାନଙ୍କ ଭିତରେ ଜନ ତଦାରଖ ଭାବନା ଜାଗ୍ରତ ହୋଇଛି। ମାପ ଓ ଓଜନରେ ଠକୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଉଠୁଛି ସେମାନଙ୍କର ପ୍ରତିବାଦର ସ୍ୱର। ଆହୁରି ମଧ୍ୟ ଜନ ତଦାରଖ ଜରିଆରେ ନିମ୍ନମାନର ସାମଗ୍ରୀକୁ ସେମାନେ ପ୍ରତ୍ୟାଖ୍ୟାନ କରିବା ସହ ଉଚିତ ମୂଲ୍ୟ ଦେଇ ସଠିକ୍ ପରିମାଣର ସାମଗ୍ରୀ ନେବା ପାଇଁ ନିଜର ହକ୍ ସାବ୍ୟସ୍ତ କରିପାରିଛନ୍ତି। ଏହା ଏକ ମାନେ ଏଭଳି କାର୍ଯ୍ୟକ୍ରମ ଥିଲା ଯାହାକି ଲୋକଙ୍କ ସଚେତନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ପିଡିଏସ୍ ଉପରେ ଲୋକ ଚାଉଳ, କିରୋସିନ ଏବଂ ଗହମ ପାଇବାରେ ଯେଉଁ ସବୁ ଅବ୍ୟବସ୍ଥାର ସମ୍ମୁଖୀନ ହେଉଥିଲେ, ସେସବୁ ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବହୁତ ପରିମାଣରେ ସଚେତନ ହେଲେ, ତା ସହିତ ସଜାଗ ମଧ୍ୟ ହୋଇଗଲେ। ବର୍ତ୍ତମାନ ଆମ ସିଆଇଟି କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ମାନେ ପଞ୍ଚାୟତ ଲେବୁଲରେ ବହୁତ ଗୁଡ଼ିଏ ଫୁଡ୍ କମିଟି ଫର୍ମେସନ୍ କରିଛନ୍ତି, ଯଦ୍ୱାରା କି ଲୋକେ ବହୁତ ସେନ୍ସିଟାଇଜ୍ ହେଇଛନ୍ତି ଏବଂ ସେମାନେ ସବୁବେଳେ ଡିମାଣ୍ଡ କରୁଛନ୍ତି ଯେ ଉପଯୁକ୍ତ ପରିମାଣର ଜିନିଷ ଠିକ୍ ଓଜନରେ ନେବେ, ଠିକ୍ ମାନର ଜିନିଷ ନେବେ ଏବଂ ଉପଯୁକ୍ତ ପ୍ରାଇସ୍ ଦେବେ। 3 ବର୍ଷର ଏହି ପରୀକ୍ଷାର ବାସ୍ତବ ରୂପ ପ୍ରମାଣିତ ହୋଇପାରିଛି ଏହି ପ୍ରକଳ୍ପର ଉଦ୍ଯାପନ ଉତ୍ସବରେ। ସେଦିନ ଥିଲା ଏକ ସ୍ମରଣୀୟ ଦିବସ। ଯେଉଁ ମାସଠୁ ଆମେ ଆମର ଏଇ ଯେଉଁ ଖାଦ୍ୟ କମିଟି ଗଠନ ହେଲା, ସେ ମାସଠୁ ଯେତେବେଳକୁ ଆମେ ଆଣିଲୁ ଚାଉଳ ମାପ କଲୁ, ପୁଣି ଏଇ ତାମ୍ବିରେ ମାପ କରିବାରୁ 25 କେଜି ଚାଉଳ 16 ତାମ୍ବି ହେଲା। 16 ତାମ୍ବି ଯେତେବେଳକୁ ହେଲା ସେତେବେଳକୁ ଆମେ ଏଇ 16ଟା ଗଣ୍ଠି ପକେଇଲୁ, ଗୋଟେ ତାମ୍ବିରେ ଗୋଟେ ଗଣ୍ଠି। ଗାଁରେ ଯେଉଁ ଚାଉଳ କମିଗଲେ କି କିରାସିନ ଅସୁବିଧା ହେଲେ ଗାଁରେ ମିଟିଂ କରି ପଞ୍ଚାୟତରେ ନେଇକରି ମିଟିଂ କରୁଥିଲୁ। ପଞ୍ଚାୟତରେ ମିଟିଂ କରି ନହେଲେ ବ୍ଲକକୁ ଯାଉଥିଲୁ। ବ୍ଲକ ସପ୍ଲାଇ ପାଖରେ କହୁଥିଲୁ, ବିଡ଼ିଓ ପାଖରେ କହୁଥିଲୁ, ଆରି ସମାଧାନ କରୁଥିଲୁ। ଗାଁ ଗହଳିରେ ଆମେ ସେ ଶିଖେଇଲୁ। ଆମର ଗାଁରେ ଏତିକି ଆମ 12 ଖଣ୍ଡ ଗାଁ ଯେତିକି ଅଛୁ, 12 ଖଣ୍ଡ ଗାଁ ଯାକ ଆମେ ସେ ଶୁଣିଲୁ। ତମର ଗାଁରେ ନାପ କର, ତମର ଗାଁରେ ନାପ କର, ତମର କେମିତି ଉଣା ହବ, ତମର ଆମେ ଗୋଟେ ଗାଁରେ ନାପଲେ କିଣିକି ଆମ ଗାଁ ପୁଣି ନେବୁ। ସେ ଗାଁ ଲୋକ ଭଲ ନାହିଁ ବୋଲି କହିବେ। ଆମ 12 ଖଣ୍ଡ ଗାଁ ଲୋକ ସେମିତି ଖାଇବାକୁ ଭଲ ଭାବେ ହେଲେ ଗାଁ ଗହଳିର କାହାର 10 କେଜି, କାହାର 3 କେଜି ଚାଉଳ କମଲା ବେଳେ କେତେ ଚାଉଳ କିଣୁଛୁ। ଯାହା ଆମେ ଦେଖିଲେ 15 ମସିହାରେ କ'ଣ ହେଇଛି ଟିକେ ଚଲ ତା ସାଙ୍ଗରେ ଏସବୁ କେତେଗୁଡ଼ିଏ କାମ ଯଦି ଯୋଡ଼ି ହେଇଯିବ, ଭାବୁଛି ଦେଶରେ ଗୋଟେ ପିଡିଏସ୍ ଏବଂ ଖାଦ୍ୟ ସୁରକ୍ଷାର ଗୋଟେ ନୂଆ ନଜିର ହେବ। ଏମାନଙ୍କର କାର୍ଯ୍ୟ କରିବାର ଶୈଳୀ ମୁଗ୍ଧ କରିଥିଲା ଅନେକ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନଙ୍କୁ।